ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଗଜେନ୍ଦ୍ର ଓ କୁମ୍ଭୀରର ପୂର୍ବଜନ୍ମ ବୃତ୍ତାନ୍ତ ତଥା ସେମାନଙ୍କର ଉଦ୍ଧାର। ଶ୍ରୀ ଶୁକଦେବ କହି ଚାଲିଲେ, ହେ ପରୀକ୍ଷିତ, ସେତେବେଳେ ବ୍ରହ୍ମା, ଶିବ ଆଦି ଦେବତା ଓ ଋଷି ଗନ୍ଧର୍ବ ଶ୍ରୀହରିଙ୍କର ଏହି କର୍ମର ପ୍ରଶଂସା କରିବାକୁ ଲାଗିଲେ ଓ ତାହାଙ୍କ ଉପରେ ପୁଷ୍ପବୃଷ୍ଟି କଲେ। ସ୍ୱର୍ଗର ତ୍ରିବୁଧି ବାଜା ବାଜିଲା, ଗନ୍ଧର୍ବମାନେ ନୃତ୍ୟ ଗୀତ କଲେ, ଋଷି, ଚାରଣ ଓ ସିଦ୍ଧଗଣ ଭଗବାନ ପୁରୁଷୋତ୍ତମଙ୍କୁ ସ୍ତୁତି କରିବାକୁ ଲାଗିଲେ। ଏପଟେ ସେହି କୁମ୍ଭୀର ଅତି ଶୀଘ୍ର ପରମ ଆଶ୍ଚର୍ଯ୍ୟମୟ ଦିବ୍ୟ ଶରୀରଧାରୀ ହୋଇଗଲେ। ସେ ତାର ପୂର୍ବଜନ୍ମର ହୁ ହୁ ନାମକ ଜଣେ ଶ୍ରେଷ୍ଠ ଗନ୍ଧର୍ବ ଥିଲା। ଦେବାଳୟଙ୍କର ଶ୍ରାପରେ ସେ କୁମ୍ଭୀର ଗତି ପାଇଯାଇଥିଲା ଏବଂ ବର୍ତ୍ତମାନ ଭଗବାନଙ୍କ କୃପାରୁ ସେ ମୁକ୍ତ ହୋଇଗଲା। ସେ ସର୍ବେଶ୍ୱର ଭଗବାନଙ୍କ ଚରଣରେ ମଥା ଲଗାଇ ପ୍ରଣାମ କଲା ଓ ଭଗବାନଙ୍କର ସୁଯଶ ଜ୍ଞାନ କଲା। ସତରେ ଅବିନାଶୀ ଭଗବାନ ହିଁ ସର୍ବଶ୍ରେଷ୍ଠ କୀର୍ତ୍ତିରେ ସମ୍ପନ୍ନ। ତାହାଙ୍କ ଗୁଣ ଓ ମନୋହର ଲୀଳା ସବୁ ବସ୍ତୁତଃ ଜ୍ଞାନ କରିବାକୁ ଯୋଗ୍ୟ। ଭଗବାନଙ୍କର କୃପା ପୂର୍ଣ୍ଣସ୍ପର୍ଶ ହେତୁ ତାହାର ସକଳ ପାପ ତାପ ନଷ୍ଟ ହୋଇଗଲା। ସେ ଭଗବାନଙ୍କୁ ପରିକ୍ରମା କରି ତାହାଙ୍କ ଚରଣରେ ପ୍ରଣାମ କଲା ଏବଂ ସମସ୍ତେ ଚାହୁଁ ଚାହୁଁ ନିଜ ଲୋକକୁ ଚାଲିଗଲା। ଭଗବାନଙ୍କର ସ୍ପର୍ଶ ପାଇ ଗଜେନ୍ଦ୍ର ମଧ୍ୟ ଅଜ୍ଞାନର ବନ୍ଧନରୁ ମୁକ୍ତ ହୋଇଗଲା। ସେ ଭଗବାନଙ୍କର ରୂପ ପ୍ରାପ୍ତ ହୋଇ ପୀତାମ୍ବରଧାରୀ ଏବଂ ଚତୁର୍ଭୁଜ ହୋଇଗଲା। ସେହି ଗଜେନ୍ଦ୍ର ତାର ପୂର୍ବଜନ୍ମର ଦ୍ରାବିଡ଼ ଦେଶରେ ପାଣ୍ଡ୍ୟବଂଶୀ ରାଜା ଥିଲେ। ତାର ନାମ ଥିଲା ଇନ୍ଦ୍ରଦ୍ୟୁମ୍ନ। ସେ ଥିଲେ ଭଗବାନଙ୍କର ଜଣେ ଉତ୍ତମ ଉପାସକ ଏବଂ ଅତ୍ୟନ୍ତ ଯଶସ୍ୱୀ। ଥରେ ରାଜା ଇନ୍ଦ୍ରଦ୍ୟୁମ୍ନ ରାଜପାଟ ଛାଡ଼ିଦେଇ ମଳୟ ପର୍ବତରେ ରହିବାକୁ ଲାଗିଲେ। ସେ ଜଟା ଦାଢ଼ି ବଢ଼ାଇ ତପସ୍ୱୀ ବେଶ ଧାରଣ କଲେ। ଦିନକର କଥା, ସେ ସ୍ନାନ ସାରି ପୂଜା କରିବା ସମୟରେ ମନକୁ ଏକାଗ୍ର କରି ଏବଂ ମୌନବ୍ରତୀ ହୋଇ ସର୍ବଶକ୍ତିମାନ ଭଗବାନଙ୍କୁ ଆରାଧନା କରୁଥାନ୍ତି। ସେହି ସମୟରେ ଦୈବଯୋଗକୁ ପରମ ଯଶସ୍ୱୀ ଅଗସ୍ତ୍ୟ ମୁନି ତାଙ୍କୁ ଶିଷ୍ୟମଣ୍ଡଳୀଙ୍କ ସହିତ ଆସି ସେଠାରେ ପହଞ୍ଚିଗଲେ। ସେ ଦେଖିଲେ ଯେ ସେହି ରାଜା ପ୍ରଜାପାଳନ ଓ ଗୃହସ୍ଥସ୍ଥିତ ଅତିଥି ସେବା ଆଦି ଧର୍ମ ପରିତ୍ୟାଗ କରିଦେଇ ତପସ୍ୱୀଙ୍କ ପରି ଚୁପଚାପ ଏକାନ୍ତରେ ବସି ଉପାସନା କରୁଛନ୍ତି। ତେଣୁ ସେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଉପରେ କ୍ରୁଦ୍ଧ ହୋଇଗଲେ। ସେ ରାଜାଙ୍କୁ శాପ ଦେଇ କହିଲେ, ହେ ରାଜା, ଗୁରୁଜନମାନଙ୍କଠାରୁ ଶିକ୍ଷା ଗ୍ରହଣ କରିନାହିଁ, ସେଥିପାଇଁ ପର ଉପକାର କରିବା ଛାଡ଼ିଦେଇ ଅଭିମାନବଶତଃ ମନମୁଖୀ କର୍ମ କରୁଛି। ବ୍ରାହ୍ମଣମାନଙ୍କୁ ଅପମାନିତ କରୁଥିବା ଏହି ରାଜା ଗଜ ପରି ଜଡ଼ ବୁଦ୍ଧି ହୋଇଯାଇଛି। ତେଣୁ ଏ ଲୋକ ଘୋର ଅଜ୍ଞାନମୟ ଗଜ ଯୋନି ପ୍ରାପ୍ତ ହେଉ। ଶୁକଦେବ କହି ଚାଲିଥିଲେ, ହେ ପରୀକ୍ଷିତ, ଶାପ ଦେବା ବରଦାନ କରିବାରେ ସମର୍ଥ ଅଗସ୍ତ୍ୟ ମୁନି ଏପରି ଶାପ ଦେଇ ଶିଷ୍ୟମଣ୍ଡଳୀ ସହିତ ସେଠାକୁ ଚାଲିଗଲେ। ରାଜା ଇନ୍ଦ୍ରଦ୍ୟୁମ୍ନ ଏହାକୁ ନିଜର ପ୍ରାରବ୍ଧ ବୋଲି ଜାଣି ନିଜ ମନକୁ ବୁଝାଇଦେଲେ। ଏହି ଘଟଣା ପରେ ସେ ଆତ୍ମବିସ୍ମୃତି କରାଇ ଦେଉଥିବା ରାଜଯୋନି ପାଇଲେ। କିନ୍ତୁ ଭଗବାନଙ୍କ ଆରାଧନାରେ ଏତେ ପ୍ରଭାବ ଯେ ଗଜ ହୋଇଥିଲେ ମଧ୍ୟ ତାଙ୍କୁ ଭିତରେ ଭାଗବତ ସ୍ମୃତି ଉଦୟ ହୋଇଗଲା। ଭଗବାନ ଶ୍ରୀହରି ଏପରି ଭାବରେ ଗଜେନ୍ଦ୍ରକୁ ଉଦ୍ଧାର କରିଦେଇ ତାକୁ ନିଜର ପାର୍ଷଦ କରିଦେଲେ। ଗନ୍ଧର୍ବ, ସିଦ୍ଧ ଓ ଦେବତାମାନେ ପ୍ରଭୁଙ୍କର ଏହି ଲୀଳା ଗାନ କରିବାକୁ ଲାଗିଲେ ଏବଂ ଭଗବାନ ପାର୍ଶ୍ୱରୂପଧାରୀ ଗଜେନ୍ଦ୍ରକୁ ସାଥିରେ ନେଇ ଗରୁଡ଼ ଉପରେ ବସି ନିଜ ଅଲୌକିକ ଧାମକୁ ଚାଲିଗଲେ। ହେ କୁରୁକୁଳଭୂଷଣ ପରୀକ୍ଷିତ, ମୁଁ ଭଗବାନ ଶ୍ରୀକୃଷ୍ଣଙ୍କର ମହିମା ତଥା ଗଜେନ୍ଦ୍ରର ଉଦ୍ଧାର କଥା ତୁମ୍ଭଙ୍କୁ ଶୁଣାଇଥିଲି। ଏହି ପ୍ରସଙ୍ଗ ଶ୍ରୋତାଙ୍କର କଳିମଳ ଓ ଦୁଃସ୍ୱପ୍ନ ଦୂର କରେ ଏବଂ ତାଙ୍କୁ ଯଶ, ଉନ୍ନତି ଓ ସ୍ୱର୍ଗ ପ୍ରଦାନ କରେ। ତେଣୁ କଲ୍ୟାଣମୟୀ କାମୀ ଦ୍ୱିଜମାନେ ଦୁଃସ୍ୱପ୍ନ ଆଦିର ଶାନ୍ତି ନିମନ୍ତେ ପ୍ରାତଃକାଳରୁ ଉଠି ପବିତ୍ର ହୋଇ ଏହା ପାଠ କରନ୍ତି। ହେ ପରୀକ୍ଷିତ, ଗଜେନ୍ଦ୍ର ସ୍ତୁତିରେ ପ୍ରସନ୍ନ ହୋଇ ସର୍ବବ୍ୟାପକ ଏବଂ ସର୍ବଭୂତ ସ୍ୱରୂପ ଶ୍ରୀହରି ସମସ୍ତଙ୍କ ସମ୍ମୁଖରେ ହିଁ ତାଙ୍କୁ ଏହି କଥା କହିଥିଲେ। ଶ୍ରୀ ଭଗବାନ କହିଲେ, ଯେଉଁମାନେ ରାତିରେ ଶେଷ ପ୍ରହରରେ ଉଠି ଇନ୍ଦ୍ରିୟ ନିଗ୍ରହ ରୂପକ
ଏକାଗ୍ର ଚିତ୍ତରେ ମୋତେ ତୁମକୁ ତଥା ଏହି ସରୋବରର ପବିତ୍ର ଗିରିକନ୍ଦର ବନ ବେତ କିଚକ ଓ ବାଉଁଶ ବଣ ଏଠାରେ ଦିବ୍ୟବୃକ୍ଷ ତଥା ପର୍ବତ ଶିଖରେ ମୋର ବ୍ରହ୍ମାଙ୍କର ଏକ ଶିବଙ୍କର ନିବାସ ସ୍ଥାନ ମୋର ପ୍ରିୟ ଧାମ କ୍ଷୀରସାଗର ଆଲୋକମୟ ସ୍ତୋତ୍ରଦୀପ ଶ୍ରୀବସ୍ତ୍ର କୌସ୍ତଭମଣି ବନମାଳା ମୋର କୌମୁଦିକ ଗଦା ସୁଦର୍ଶନ ଚକ୍ର ପଞ୍ଚଜନ୍ୟ ଶଙ୍ଖ ପକ୍ଷୀରାଜ ଗରୁଡ଼ ମୋର ସୂକ୍ଷ୍ମ କାଳ ସ୍ୱରୂପ ଶେଷଦେବ ମୋର ଆଶ୍ରୟରେ ରହୁଥିବା ଲକ୍ଷ୍ମୀଦେବୀ ବ୍ରହ୍ମା ଦେବଶିଶୁ ନାରଦ ଶିବ ତଥା ଭକ୍ତରାଜ ପ୍ରହ୍ଲାଦ ମତ୍ସ୍ୟ କଶ୍ୟପ ବରାହ ଆଦି ଅବତାରରେ ହୋଇଥିବା ମୋର ଅତ୍ୟନ୍ତ ପୂର୍ଣ୍ଣମୟ ଚରିତ ସୂର୍ଯ୍ୟ ଚନ୍ଦ୍ର ଅଗ୍ନି ଓଁକାର ସତ୍ୟ ମୂଳ ପ୍ରକୃତି ଗୋ ବ୍ରାହ୍ମଣ ଅବିନାଶୀ ସନାତନ ଧର୍ମ ସୋମ କଶ୍ୟପ ଓ ଧର୍ମଙ୍କ ପତ୍ନୀ ଦକ୍ଷ କନ୍ୟାଗଣ ଗଙ୍ଗା ସରସ୍ୱତୀ ଅଳକାନନ୍ଦା ଯମୁନା ଐରାବତ ହସ୍ତୀ ଭକ୍ତ ଶିରୋମଣି ଧ୍ରୁବ ସପ୍ତ ବ୍ରହ୍ମର୍ଷି ଏବଂ ପବିତ୍ର କୀର୍ତ୍ତି ନଳ ଯୁଧିଷ୍ଠିର ଜନକ ଆଦି ମହାପୁରୁଷମାନଙ୍କୁ ସ୍ମରଣ କରନ୍ତି ସେମାନେ ସକଳ ପାପରୁ ମୁକ୍ତି ହୋଇଯାଆନ୍ତି କାରଣ ସେ ସମସ୍ତେ ହେଉଛନ୍ତି ମୋର ହିଁ ରୂପ। ପ୍ରିୟ ଗଜେନ୍ଦ୍ର ଯେଉଁମାନେ ବ୍ରହ୍ମ ମୁହୂର୍ତ୍ତରୁ ଉଠି ତୁମେ କରିଥିବା ସ୍ମୃତି ପାଠ କରି ମୋର ସ୍ତବନ କରନ୍ତି ମୃତ୍ୟୁ ସମୟରେ ମୁଁ ସେମାନଙ୍କୁ ନିର୍ମଳ ବୁଦ୍ଧି ପ୍ରଦାନ କରିବି। ଶୁକଦେବ କହିଲେ ହେ ପରୀକ୍ଷିତ ଭଗବାନ ଶ୍ରୀକୃଷ୍ଣ ଏପରି କହି ଦେବତାମାନଙ୍କୁ ଆନନ୍ଦିତ କରିବା ସହିତ ନିଜର ଶ୍ରେଷ୍ଠ ଶଙ୍ଖ ବଜାଇଲେ ଓ ଗରୁଡ଼ ପୃଷ୍ଠରେ ବସିଗଲେ। ସେ ନିଜ ଧାମକୁ ବାହୁଡ଼ି ଗଲେ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଆମର ଏ ଭାଗବତର ବା ଜଗନ୍ନାଥଙ୍କ ବିଷୟରେ ଅଧିକା କିଛି ଜାଣିବା ପାଇଁ ଆପଣ ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ଦେଖନ୍ତୁ। ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ହେଲା ସତ୍ୟ ସନାତନ ଭାଗବତ ପ୍ରଚାର ସମିତି ଟାଙ୍ଗୀ ଚୌଦ୍ୱାର। ମୁଁ ସୁଭାଷ ଚନ୍ଦ୍ର ମହାଣା ଏତିକି କହୁଛି ଆପଣ ସବୁଦିନେ ଭାଗବତ ପଢ଼ନ୍ତୁ ବା ଶୁଣନ୍ତୁ। ଶୁଣିଲା ଦ୍ୱାରା ମନର ଶାନ୍ତି ଏବଂ ପାପରୁ ମୁକ୍ତି ହୁଅନ୍ତୁ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।